Dear student, welcome back to BS Study Point. ପୂର୍ବ କ୍ଲାସ୍ରେ ଆମେ ଜାତୀୟ ରାଜନୈତିକ ଦଳ ବିଷୟରେ ଜାଣିବା। ଆଜିର କ୍ଲାସ୍ରେ ଆମେ ଜାଣିବା ଆଞ୍ଚଳିକ ରାଜନୈତିକ ଦଳ। ଯେଉଁ ଦଳ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ବା 4ରୁ କମ୍ ରାଜ୍ୟରେ କାର୍ଯ୍ୟ କରିବାର ସ୍ୱୀକୃତି ପାଇଥାଏ ତାହାକୁ ଆଞ୍ଚଳିକ ଦଳ କୁହାଯାଏ। ଏହି ଆଞ୍ଚଳିକ ଦଳ ଜାତୀୟ ସ୍ୱାର୍ଥଠାରୁ ଆଞ୍ଚଳିକ ସ୍ୱାର୍ଥ ବା ସେହି ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା, ଭାଷା, ଗମନାଗମନ, ସାମାଜିକ ବିକାଶକୁ ଅଧିକ ପ୍ରାଧାନ୍ୟ ଦେଇଥାଏ। ଗୋଟିଏ ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବେ ମାନ୍ୟତା ଲାଭ କରିବାକୁ ହେଲେ ଏହାର କେତେଗୁଡ଼ିଏ ମାନଦଣ୍ଡ ରହିଥିବା ଦରକାର। ଆମେ ସେହି ମାନଦଣ୍ଡ ବିଷୟରେ ଜାଣିବା। ନିରବଚ୍ଛିନ୍ନ ଭାବରେ 5 ବର୍ଷ ଧରି ଶାସନ ବ୍ୟବସ୍ଥା ଚଳାଇଥିବା, ରାଜନୈତିକ କାର୍ଯ୍ୟକଳାପ ଚାଲୁ ରଖିଥିବା କିମ୍ବା ବିଧାନସଭା ସାଧାରଣ ନିର୍ବାଚନରେ ସମୁଦାୟ କାୟମ ଭୋଟର 6% ଭୋଟ ଗ୍ରହଣ କରିଥିବା କିମ୍ବା ଗତ ଲୋକସଭାର ସାଧାରଣ ନିର୍ବାଚନରେ ରାଜ୍ୟର ପ୍ରତି 25% ଅଂଶବିଶେଷ ଲୋକସଭା ଆସନ ସଂଖ୍ୟା ନିମନ୍ତେ ଅତିକମରେ ଜଣେ ସଦସ୍ୟ ନିଜ ଦଳ ତରଫରୁ ନିର୍ବାଚିତ ହେଉଥିବା କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟ ବିଧାନସଭା ପ୍ରତି 30ଟି ଅଥବା ତା'ର ଅଂଶବିଶେଷ ଆସନ ସଂଖ୍ୟା ନିମନ୍ତେ ଅତିକମରେ ଜଣେ ସଦସ୍ୟ ନିଜ ଦଳ ତରଫରୁ ନିର୍ବାଚିତ ହେଉଥିବେ। ଏହାପରେ ଆମେ ଜାଣିବା ପ୍ରମୁଖ କେତେଗୁଡ଼ିଏ ଆଞ୍ଚଳିକ ଦଳ। ଅକାଳୀ ଦଳ ଭାରତର ସର୍ବପୁରାତନ ଆଞ୍ଚଳିକ ଦଳ। ଅକାଳୀ ଦଳ 1924 ମସିହାରେ ଶିଖମାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଏହା ଏକ ସାମ୍ପ୍ରଦାୟିକ ଦଳ ଯାହା ଧର୍ମ ଓ ରାଜନୀତି ମଧ୍ୟରେ ପାର୍ଥକ୍ୟ ରଖେ ନାହିଁ ଏବଂ ଶିଖମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଧାର୍ମିକ ଭାବରେ ଶୋଷଣ କରି ରାଜନୈତିକ ଫାଇଦା ହାସଲ କରେ। ଏହି ଦଳର ସହଯୋଗରେ 1966ରେ ପଞ୍ଜାବରେ ଏକ ସ୍ୱତନ୍ତ୍ର ରାଜ୍ୟ ପ୍ରତିଷ୍ଠା ହେଲା। ଏହାପରେ ଆମେ ଜାଣିବା ଜାମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ। ଶେଖ୍ ଅବଦୁଲ୍ଲାଙ୍କ ଦ୍ୱାରା 1932ରେ ଜାମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ପ୍ରତିଷ୍ଠା ହୋଇଥିଲା। ଜାମ୍ମୁ କାଶ୍ମୀରବାସୀଙ୍କ ଭାବ ଗ୍ରହଣ କରିବା ସହ ଏହି ଦଳ ଜଡ଼ିତ। ସ୍ୱାଧୀନତା ପୂର୍ବରୁ ଏହା କାର୍ଯ୍ୟ କରି ସ୍ୱାଧୀନତା ପରେ ଜାମ୍ମୁ ଓ କାଶ୍ମୀର ସରକାର ଗଠନ କରିଥିଲା। ଏହି ଦଳ ଭାରତ ସହ ରାଜ୍ୟର ମିଶ୍ରଣକୁ ଠିକ୍ ବୋଲି ବିବେଚନା କରି ଏବଂ ରାଜ୍ୟର ସ୍ୱତନ୍ତ୍ର ସ୍ଥିତି ଓ ଧାରା 370 ବଜାୟ ରଖିବା ପାଇଁ ଦାବି କରେ। ଏହାପରେ ଆମେ ଜାଣିବା DMK ଦ୍ରାବିଡ଼ ମୁନ୍ନାନାଥି କାଗଜମ। 1949ରେ CN ଆନ୍ନାଦୁରାଇଙ୍କ ଦ୍ୱାରା ତାମିଲନାଡୁରେ ଦ୍ରାବିଡ଼ ମୁନେତ୍ର କାଗଜମ ପ୍ରତିଷ୍ଠା ହୋଇଥିଲା। ଏହା ବ୍ରାହ୍ମଣ ବିରୋଧୀ, ହିନ୍ଦୀ ଭାଷା ବିରୋଧୀ ଓ ଉତ୍ତର ଭାରତୀୟ ବିରୋଧୀ ରୂପେ ପ୍ରତିଷ୍ଠା ହୋଇଥିଲା। 1957 ମସିହାରେ ରାଜା ବିଧାନସଭା ନିର୍ବାଚନରେ 15ଟି ଆସନ ଗ୍ରହଣ କରିଥିଲେ। 1966ରେ ସଂଖ୍ୟାଗରିଷ୍ଠତା ହାସଲ କରି ତାମିଲନାଡୁ ସରକାର ଗଠନ କଲେ ଏବଂ ଆନ୍ନାଦୁରାଇ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେଲେ। ଏହାପରେ ଆମେ ଜାଣିବା AIADMK। 1962ରେ MG ରାମଚନ୍ଦ୍ର ଦଳରୁ ବାହାରିଯାଇ AIADMK ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ର କାର୍ଯ୍ୟକମିଟି ଗଠନ କଲେ। 1977ରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କଲେ। ତାଙ୍କ ପରେ ସୁଶ୍ରୀ ଜୟଲଳିତା ଏହି ଦଳର ନେତୃତ୍ୱ ନେଲେ। ଜୟଲଳିତାଙ୍କ ମୃତ୍ୟୁ ପରେ ସ୍ୱାମୀ ଏହି ଦଳର ନେତୃତ୍ୱ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେଲେ। ଏହାପରେ ଆମେ ଜାଣିବା ତେଲୁଗୁ ଦେଶମ ପାର୍ଟି। ଜନପ୍ରିୟ ତେଲୁଗୁ ଚଳଚ୍ଚିତ୍ର ତାରକା NT ରାମାରାଓଙ୍କ ନେତୃତ୍ୱରେ ଆନ୍ଧ୍ରପ୍ରଦେଶରେ 1982 ମସିହାରେ ତେଲୁଗୁ ଦେଶମ ପାର୍ଟି ଗଠନ ହୋଇଥିଲା। ଏହି ଦଳର ଆଭିମୁଖ୍ୟ ହେଉଛି କଂଗ୍ରେସକୁ ବିରୋଧ କରିବା ଓ ଦୁର୍ନୀତି ବିରୋଧ କରିବା। ବର୍ତ୍ତମାନ ଏହି ଦଳର ନେତୃତ୍ୱ ନେଉଛନ୍ତି NT ରାମାରାଓଙ୍କ ଜ୍ୱାଇଁ CN ଚନ୍ଦ୍ରବାବୁ ନାଇଡୁ। ଆସାମ ଗଣ ପରିଷଦ। ଅଣ-ଆସାମୀମାନଙ୍କୁ ରାଜ୍ୟରୁ ବହିଷ୍କାର କରିବା ପାଇଁ ରାଜ୍ୟରେ ଦ୍ରୁତ ଅର୍ଥନୈତିକ ବିକାଶ କରିବା ପାଇଁ 1985 ମସିହାରେ ଆସାମର ଛାତ୍ର ନେତାମାନଙ୍କ ଦ୍ୱାରା ଆସାମ ଗଣ ପରିଷଦ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଏହି ଦଳର ନେତୃତ୍ୱ ନେଉଛନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି। ଏହାପରେ ଆମେ ଜାଣିବା ବିଜୁ ଜନତା ଦଳ। ଓଡ଼ିଶାରେ 1977 ମସିହା ଡିସେମ୍ବର 26 ତାରିଖରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ କିଛି ଜନତା ଦଳର ପ୍ରମୁଖ ନେତାଙ୍କୁ ନେଇ ଓଡ଼ିଶାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ଦଳ 2000 ମସିହା ଓ 2004 ମସିହାରେ ବିଜେପି ସହ ମେଣ୍ଟ କରି ଓଡ଼ିଶାରେ ସରକାର ଗଠନ କରିଥିଲା ଏବଂ 2009 ଓ 2014 ସାଧାରଣ ନିର୍ବାଚନରେ ଏକାକୀ ସରକାର ଗଠନ କରିଅଛି। ବର୍ତ୍ତମାନ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଦଳର ନେତୃତ୍ୱ ନେବା ସହିତ ପଦର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେଉଛନ୍ତି। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ନାହାନ୍ତି।
आम आदमी पार्टी विशिष्ट गांधीवादी नेता अन्ना हजारे भ्रष्टाचार दुर्नीति विरोध में आंदोलन प्रवक्ता तथा जन लोक विधेयक पारित करने बलिष्ठ उद्यम कर समाजवादी और तांकर शिष्य अरविंद केजरीवाल 2012 मसीहा नवेम्बर 26 तारीख में आम आदमी पार्टी प्रतिष्ठा होता। यह दल दिल्ली विधानसभा निर्वाचन में प्रथम प्रतिद्वंदिता कर 70टी आसन 28टी आसन ग्रहण करते और कांग्रेस सहयोग 2013 मसीहा दिल्ली में सरकार गठन करते, किंतु सरकार गठन होबार 50 दिन मध्य गोष्ठी कन्दल नहीं अरविंद केजरीवाल को इस्तीफा प्रदान कले। 2015 मसीहा विधानसभा निर्वाचन में यह दल 67टी आसन ग्रहण कर दिल्ली में द्वितीय थर पर सरकार गठन करियछि। जदि आज सेसन टी भल लगी तेज चैनल को लाइक शेयर सब्सक्राइब करने जमार भूल नहीं।